हाय हेलो नमस्कार जय जगन्नाथ संग नुआ वीडियो रे समस्त को एलकम के कम एलकम कौन एले कम कौन लो आ कौन कहती वेलकम हाँ वेलकम तोर एलकम तमरा वेलकम वर्ल्ड कप कहलानी कहे भग वाल खाई होचु बहुत हां सकाल सकाल जा होचु तो वीडियो आज सासू बहु और सेपटे बापा अच्छा बहु बहु समस्त मिसिकी गोटे भिडियो आरंभ है तो सकाल वीडियो कौन हम आरंभ से बहु कह कौन हम जीवा टे पनीपरिया आनिया कंचा 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 देखिए पड़िया कचा कचा कौन सब पाचिला पनीपरिया एताड़िया कथा गुड़ा कहीं खोजू कि बुझी पारू नहीं बापा एटी चिड़ा हसन बास ताजा पनीपरिया कचा कचा कहब कौ से कंचा कहीदेली हाँ ताजाटा कही था कंचाटा कहीदेली जानी पाइल ना मजा कि मजा कि एठी कौन सकाल सकाल बापा हणाहणी कले ये लगे आमर कौन लगे ताजा परिया भेंडी लगे बैगण बैगण जिते थर ये रोच 3 थर है मरी जाऊँगी से हणाहणी है बोली मरी जाऊँ पूर्व थर हणा होता डायरेक्ट सेमती लगे देते चलो कौन करिया चलो स्टार्टिंग कोड करिया काटबुनु कि भेंडीटा चलो 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 स्टार्टिंग कोड करिया भेंडी पाखरु आस आस ओह केते छनछनिया हेजी कहलो साग गुड़ा हेलो बोऊ साग पूरा छन छनिया बाइगण तोड़े एड़ा बाइगण गदा अच्छी कि ଏଟା ନା ଥାଉ ଥାଉ ଏ ଗୋଟେ ଦିନ ହଁ ଏଠି ଅଛି ଏଠି ବହେଇଛି ଗଛ ବୁଢା ହେଲାଣି କରମା ବାଇଗଣ ଫଳୁଛି ଅବିକା ପୋଡି ଖାଇବାକୁ ବଢିଆ ଲାଗିବ ଏଇଟା କଣ କୁହନ୍ତି କରମା କରମା ବାଇଗଣ ଆମର ସବୁଠୁ ବେଷ୍ଟ ଏଇଟା ନେଇ ଭଲ ଲାଗୁଛନ୍ତି ତ ବହୁତ ଯାହା କହିବ ବାରିର ମାଲିକ ଆଉ ଏ ମାଲିକ ମାଲିକେ ଭେଣ୍ଡି ଖାଇଲୁ ଏଇଟା ଭେଣ୍ଟାଇ ତୋଳୁଛି ତୋଳୁଛୁ ତୋଳଦେ ତୋଳଦେ ହେଇଟା 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 ରହିଲା ଏ ମାଲକେ ବହୁ ଏପଟେ ଆସ ଆଲ୍ଲା ବାଲା ତ ବାପ ହଁ ବାରିର ମାଲିକ ହଉଛି ତ ମା ଏଇ ବା ଏଇ ବାଇଗଣ ଖାଇଲା ବେলা ଆଉ ହେଇଟି ବାଇଗଣ ଆଣୁ ନା କେ ସୁନ୍ଦର ସୁନ୍ଦର ବାଇଗଣ ହେଇଛି এই পটটা নব ହଁ ଥାଉ କାଲି ଯିବ ଏସବୁ କାଲି ଯିବ ଥାଉ ଇଆଡ଼େ ପଳେଇ ଆସ କାଟୁନା ୟାକୁ କାଟିବାକୁ ପଡ଼ିବ ଏଠି ହେଇଛି ନାଲି ଭେଣ୍ଡି ମଞ୍ଜି ଭାତ ବାପ କୋଉଠି ରଖିଥିଲି ପାଉନି ପାଉନୁ ସେ ତଳଟା ଅଛି এইটা থাও বিহান ବିହନ ରଖିବୁ ରଖିଦେ ভাই মুড়ি वाला বড় ଏଇଟାକୁ ବିହନ ରଖିଦେଲା ଆଉ କ'ଣ ଆଣିବୁ ଆଉ কোন ଜହ୍ନି ହେଇଛି না জনি କଲରା କଲରା ନେଇଯାଇଛୁ ওরা হেইছি କଲରା ହେଇଛି ସେଇ ଭେଣ୍ଡିଟା ନେଇଆ ভিজির ଅଛି মার এটা ভাই আনছে আছে ବୋଉ ଏଇ ଶାଗଟାକୁ କରିବା ନା ଆଜି ନେଉଟିଆ କରିବା ଏଇଟା କରିଦେବା ଏ ଶାଗଟା ହେଉଛି ସୁନସୁନିଆ ଶାଗ ଛନଛନିଆ ଶାଗ ଭାରି ସୁନ୍ଦର ଲାଗେ ଖାଇବାକୁ ମିଠା ଶାଗଟା ଇଏ ଧୀରେ ଧୀରେ ସେଠୁ ଆସି ଆସି କେଉଁଠି ହେଲାଣି କେଉଁଠି କାକୁଡ଼ି ହେଇଛି କହିଲ କାହିଁ ଜଣା ଆଣୁ ନା ନବୁ ବୋଉ ମନା କରୁଛି ଆଉ ଟିକେ ବଡ଼ କରିବି ଏଟାକୁ ଛାଡ଼ି ଫୁଲ ଛାଡ଼ିନି ହଉ ଶାଶୁ ଆଉ କୁଆଡ଼େ ଗଲେ ଇଏ ହେଇ ଯୋଉ କଲର ଏଇ ଯୋଉ କାକୁଡ଼ି ହଁ କାଲି ଦେଖି ଗୋଟେ ରାତିରେ ନେଇ ଆସ
ସେଇଟା ଆଣୁ ଆଣି ନା ମୁଁ ଛିଡେଇଦେବି ଗୋଡ କି ଛିଡିଯିବନି ତ ନା ତମେ ତ ଯେମିତି ହଉଛ କଣ୍ଟା କଣ୍ଟା। ଏ ଦେଖ ଏଠି ଆଉ ଗୋଟେ ଏଟା ବାହାରିବ, ଏକ ସେଠି ଗୋଟେ ସେଠି ଗୋଟେ। ବୋଲ ବାପାଙ୍କୁ କହିବୁ ଏଇଭଳିଆ ଗୋଟେ ଝାଟି ଏଇ ଜାଗାକୁ ଦେବେ। ଏଇ ଯୋଉ ଜହ୍ନି ବର୍ତ୍ତମାନ ଫଳିବାକୁ ଆସିଗଲାଣି, ଏଗୁଡ଼ା ସବୁ ଆଡ଼େ ମାଡ଼ିବ। ଦେଖୁଛୁ ତ ଜହ୍ନି ଏଗୁଡ଼ା ଏବେ ଫଳିବ। ନା ନା ସେ ଏଇପଟକୁ ଆସିଥାନ୍ତି ନା ଏଇପଟକୁ ଆସି ଜହ୍ନି ଗଛ ମାଡି ଭଣ୍ଡା ଟା ଶୁଖିଗଲାଣି ବୋଉ। ହଁ ଡିଲେ କରିଦେଲ ଆଉ। ହାତ ପାଇବ ହାତ ପାଇବ। ଦି ପଟକୁ ଗୋଡ ଦେଇକି ହାତ ପାଇବ। ଭାଙ୍ଗିଦେବି ବୋଉ। ବାସ୍ ବଢିଆ ହେଲା। ଏଇଟା କଣ? ମୋ ମା ୟାକୁ ସବୁ ଛଡେଇ 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 ଲାଷ୍ଟ କୁ ଟିକେ ରହିବ ଯୋଉ ସେଇଟାକୁ ଦିଏ ଖାଇବାକୁ। ଭଣ୍ଡା ସେଇଟା ବି କଞ୍ଚା ଖାଆ ନିଅ। ଏଇଟା ଦା ଗୋଟେ ଧରିଛନ୍ତି ହାତ ଖୁଜୁଖୁଜୁ ହଉଛି ଆଉ। ଖାଉଛୁ ବୋଉ ଦେଖ ପତ୍ର ଗୁଡା ହାଣି ଦଉଛନ୍ତି। ସେ ଗଛ ତାର ତତଳା ହେଇଯିବ। ଏଇ ଦେଖୁନ ସବୁ ହାଣିଦେଲେ। ସେ ବଡ ବଡ ହଉଥିଲା ସେ ହବନି। କଦଳୀ ହବନି ଯେ ମୁଁ କେମିତି ଓହ୍ଲେଇବିଲୁ? ପୁରା ଏକ୍ସରସାଇଜ ହେଇଗଲା। ହିନ୍ଦୁସ୍ତାନ ଜିନ୍ଦାବାଦ। ହିନ୍ଦୁସ୍ତାନ ଯିବ କି ଦା ଧରିଛ ବାଂଲାଦେଶ? ଓ ଡାଲମା ହବ ଆଣ। ଏ ଯୋଉ ପୁରା ବଡଟେ ହେଇଛି ଆହୁରି ଗୋଟେ ଉପରକୁ। ହଁ ନା ସେ ଥାଉ ସେ ଆଉ ଟିକେ ବଢିବ। ଏଇଟା ଆଣିବୁ ଏଇଟା ଏଇଟା କୋଉଟା? ଏଇ ବଡ ସେପଟେ ହଁ ହାତ ପାଇବ ନା ଏଟା ବି ତାଠୁ ଆହୁରି ବଡ ଏଟା। ନା ସେ ଥାଉ ଦେଖିବା ପାଚିବ। ସେ ହେଇ ଶାଗ ଚକୁଟି ଦେଲ। ଗୋଡ ଗଳି ଯାଉଥିଲ ଏଠି। ତୁ ଏଇଠି ଠିଆ ହେଇକି ଆଣି ସେଇ ଦାରେ ତ କାଟି ଦେଇଥାନ୍ତା ପଡିଥାନ୍ତା। ଆଖିରେ ପଡିବ। କାଟ କଟିନି କଟିନି। ହଁ ଦେଖ ଆଗେ ପାଚିଥିବ କି କଞ୍ଚା ଥିବ। କେତେ ପ୍ରକାର ଜିନିଷ ଦେଖ ବର୍ତ୍ତମାନ ତୋଳା ହଉଛି। ଆଉ ସବୁଥିରୁ ଅଳ୍ପ ଅଳ୍ପ। ଆମର ଅଳ୍ପ ପରିବାର। ଆମର ହେଇଯିବ। ଆଉ କଣ ରହିଲା ନା ଅଛି? ନା ଆଉ କଣ ଏ ଶାଗ ଭିତରେ ଗୋଟେ କଲରା ଗଛ ଅଛି ବୋଉ। ଏଇ ଶାଗ କାଟିବା ନା ସେ ଶାଗ କାଟିବା? ଫାଇନାଲ କରି କହ। ସେ ତାକୁ କାଟିଆ ଅଛି। ସିଏ ବଢିଆ ହେଇଛି ନେଉଟିଆ ବଢିଆ ହେଇଛି। ଚଲ କୁଆ ଯାଇଛୁ କୁଆଡେ ତୁ କହନି ବୋଉ? ବୋଇତାଳୁ ହଁ ହେଇଛି ଗୋଟେ ବଢିଆ ଟେ। ବୋଇତାଳୁ ହେଇଛି। ପତ୍ର ପତ୍ରଟା ଦେଖାଯାଉନି ତ। ଲୁଚେରି କାହିଁଲୋ ଏଇ ପତ୍ର ତଳେ। ହଁ। ହଁ ଆଚ୍ଛା ଗୋଟିଏ ବୋଇତାଳୁ ହେଇଛି ସେଇଆକୁ ଏମିତି ହଉଛି ନା ତୁ? ଆଉ ବଢିଆ ହେଇଛି ଶାଗ ଗୁଡା କିନ୍ତୁ। ପୁରା ଛନଛନିଆ ଶାଗ। ଟିକେ ବାଛିବୁ। କାଟି ଦେଇଥିଲୁ କି? ହଁ ସେ ସେଇଥିଲାଗି ସାଇଜ ହେଇକି ଅଗୁରୁ ବାହାରିଛି। ଏ ଯୋଉ କଅଁଳିଆ ହେଇକି ବାହାରିଛି। କାଟିଦେଲ ସେ ତାପରେ ପୁଣି ଗଜୁରିବ। ଇଏ ହେଇଛି ସେଇଆ ବୁଝିପାରୁଛ? ନହେଲେ କାଟିଲେ ଶାଶୁ ବୋହୂ କାଟିଲେ ଶାଗ ମୋ ଟାଇଟେଲ। ତମେ ଛିଡେଇ ଦିଅ ନାନି ଅଗୁରୁ ଅଗୁରୁ ଛିଡା। ବଢିଆ ଗଣା ବୋଉ ପୁରା ରାଏ ରାଏ କାଟିବ। ତମେ ଅଧିକ ବଡ ସାଇଜ କାଟି ଦେଇଛ। ବହୁତ ଠିକ କରିଛ। ଗଛ ଗୋଟେ ଉପାଡି ଦେଲା। ମୁଁ ଯାଉଛି ଜଳଖିଆ କଣ ଗୋଟେ କରିକି ଆସିବି। ଆସିଲା ସରିଯାଇଛି। ଜଳଖିଆ ହଉ ମୁଁ ବି ଯାଉଛି। ତମେ କଣ ଜଳଖିଆ କରୁଛ ସେଟା ଦେଖିବିନି ପୁଣି। ତୁ ପୁରା ଚାଷୀ ଛୁଆ ଭଳିଆ କାଟୁଛ। ତ ସାଙ୍ଗମାନେ ବୋଉ ଏବେ ଟିକେ ଶାଗ କାଟୁଛି। ମୁଁ ଯାଉଛି ସିଏ କଣ ଏପଟେ ପ୍ରିପେୟାର କଲେଣି ଟିକେ ଦେଖିବା। ଆଉ ସକାଳୁ ସକାଳୁ ଯୋଉ ରେଟରେ ଖରା ହଉଛି ମାନେ ଖରା କଣ କହିବି ଦେଖନ୍ତୁ। ଖରା ଏମିତି ହଉଛି ଏଇ ଦେଖ ଝାଳ କେମିତି ଗଡି ଯାଉଛି। ମାନେ କୋଉ ରେଟରେ ଖରା ହ୍ୟୁମିଡିଟି ଖରା ବୋଥ। କଣ ପ୍ରୋଗ୍ରାମ ଚାଲିଛି ଟିକେ କହିଲ? ରୁଟି ଅଣ୍ଡା ଭୁଜିଆ। କଣ ରୁଟି
ରୁଟି ଅଣ୍ଡା ଭୁଜିଆ ଅଣ୍ଡା ଭୁଜିଆ ୱିଦାଉଟ୍ କେଶର ଭେରି ଗୁଡ୍ ଭେରି ଭେରି ଗୁଡ୍ ଭେରି ଗୁଡ୍। ରୁଟିଟା ସଜ ନା ବାସି? ବାସି ଡାଲି କାଢି ଦେଖ ଇଏ ଆମର ଏକ୍ସଟ୍ରା କରୁଛି। ମ୍ୟାଡାମ ଗୋଟେ କୋର୍ସ ଶୁଣି ଦେଇଛନ୍ତି ବାସି ରୁଟି ଖାଇଲେ ଭଲ ହେଲା। ସେ କିଛି ଦିନ ହେଲା କଣ କରୁଛନ୍ତି ରାତିରେ ରୁଟି 2 ପିସ୍ ଅଧିକ କରିଦେଇ ରଖି ଦଉଛନ୍ତି ସକାଳୁ ଖିଆ ହବ ଜଳଖିଆରେ କହୁଛନ୍ତି। ଯେହେତୁ ଆମେ ମାନି ନଉଛୁ ଆମେ ଅମାନ୍ୟ ଆମେ ବି ଜାଣି ଆମେ ମାନ୍ୟ। ଥ୍ୟାଙ୍କ ୟୁ ସୋ ମଚ୍। ସକାଳୁ ସକାଳୁ କରିକି ତ ଦଉଛ ଏତିକି ବଡ଼ କଥା ନହେଲେ ମୁଁ କରିନଥାନ୍ତି କି ୟାଙ୍କର ବି ସକାଳୁ ସକାଳୁ ପ୍ରୋଗ୍ରାମ ଚାଲିଛି। ଏ ଭୁଜିଆ ମାତ୍ର 2ଟା ହେଲା 2ଟା ପୋଷେଇବନି ଆହୁରି ଆଉ ଜଣେ ଉଠି ସାରିଲାଣି ତେଣୁକରି ଆଉ 2ଟା ପକେଇବାକୁ ପଡ଼ିବ ତମକୁ। ଘୁରେଇ ଦିଅ ଇଏ ହେଇଗଲା ଆଉ ଗୋଟେ ବନେଇବେ ସାଙ୍ଗେ ସାଙ୍ଗେ। ଆଜି ଫାଷ୍ଟ ବାରି ଏଇଟା ହଉଛି ଆମ ବାରି ହରଡ଼ ଦେଖିଥିବେ ଆପଣମାନେ ଆର ବର୍ଷ ଯେଉଁ ଆମର ହରଡ଼ ହେଇଥିଲା ତ ଆଜି ଫାଷ୍ଟ ଟାଇମ୍ ପାଇଁ ବୋଉଡ଼ା ଭାଜିକି ବୋଧେ ଗୁଣ୍ଡ କରି ଯେଉଁ ଫାଳ କରି ରଖିଦେଇଛି। ଏଇଟା ପ୍ରଥମ ଥର ଆମେ ଖାଇବା ଯଦି ଟେଷ୍ଟ ଲାଗିଲା ତାହେଲେ ଇଏ ବରକରାର ରହିବ ମାନେ କଣ୍ଟିନ୍ୟୁ ରହିବ ନହେଲେ ତ ଏଇଠି ଆମର ରେଡ଼ି ହେଇଯାଇଛି। ଇଏ ହେଉଛି ଜିତ୍ର ଇଏ ହେଉଛି ମୋର ଶୁଭଲକ୍ଷ୍ମୀଙ୍କର ହେଲା। ତାପରେ ଆମର ଖିଆପିଆ ସରିଲା ପରେ ପୁଣି ତ ଆମର ବାପା ବୋଉ ଏଇଟା ବୋଉର ରେଡ଼ି ହେଇଯାଇଛି ପୁରା ଲାଲେ ଲାଲ ଗରମ ଗରମ ଫ୍ରୁଟ୍ସ ଆରେ ବୋଉ ଭାଷାରେ ତାଜା ତାଜା ଚାଲ ସେଠି ଧୁଆ ଚାଲିଲାଣି ଏବେ ଚାଲ ଆମେ ଟିକେ ଖାଇଦେବା। ତ ସାଙ୍ଗମାନେ ଆଜି ହେଉଛି ମୋର 6 ଡେ ୱିଦାଉଟ୍ ସୁଗାର ମାନେ ମୋର ଟାର୍ଗେଟ ଅଛି 30 ଦିନ ବିନା ଚିନିରେ ଯେକୌଣସି ଖାଦ୍ୟ ଖାଇବି ୱିଦାଉଟ୍ ଚିନିରେ। ଠିକ୍ ତ ଆକ୍ଚୁଆଲି ଓଭର ୱେଟ୍ ହେଇଯାଇଛି ହାଇଟ୍ ହିସାବରେ ପ୍ଲସ୍ ମୋତେ ୱେଟ୍ ବି ଫିଲ୍ ହେଉଛି ପେଟ ହାଲକା ଟିକେ ଟିକେ ଫିଲ୍ ହେଉଛି ଆଗକୁ। ତ ଟାର୍ଗେଟ ଅଛି ଆମେ ୱିଦାଉଟ୍ ସୁଗାରରେ ମାନେ ସୁଗାର ନ ଖାଇଲେ ଚିନି ନ ଖାଇଲେ ୱେଟ୍ 100% କମିବ। ଆପଣ ଆଉ ନର୍ମାଲ ଆଇଟମ୍ ଯାହା ଯେମିତି ଖାଉଛନ୍ତି ଖାଆନ୍ତୁ ଚିନିଟା ଯଦି କଣ୍ଟ୍ରୋଲ ହେବ ମାନେ ଚିନି ଜାତୀୟ ଖାଦ୍ୟ ସବୁ ଏକ୍ସରସାଇଜ ଦରକାର ଦୌଡ଼ା ଦୌଡ଼ି ଚଲାବୁଲା ଆମେ ଯେମିତି କରୁଛୁ ସେଇଥିରେ ବି ହେଇଯିବ। ବାକି ଚିନିଟା ଜିରୋ କରିବାର ଅଛି ମାନେ ଚିନି ପକେଇ କ୍ଷୀର ଚିନିରେ ପୁର ଚିନିରେ ମାନେ ଗୁଡ଼ ଖାଇ ହେବ ଚଳିବ ଚିନିରେ କୌଣସି ଜିନିଷ ଏପର୍ଯ୍ୟନ୍ତ କିଛି ଖାଇନି ମୁଁ ତାଙ୍କ ଘରୁ ମିଠା ଆସିଲା ଖାଇନି ମୁଁ ଗୋଟେ ଥର ଏମିତି ମିଠା ଆସିଲେ ଖାଇନି। ମୋ ଟାର୍ଗେଟ 1 ମନ୍ଥ ଚିନି ଖାଇବିନି। ତାପରେ ବିସ୍କିଟ୍ ବି ଖାଉନି ଖାଲି ନମକିନ୍ ଖାଇଥିଲି। ତାପରେ ଯଦି କାମ ଦେଲା ତାପରେ ମୁଁ ଆକୁ ଆଉ ଟିକେ ବଢେଇକି 1.5-2 ମାସ କରିବି 1.5-2 ମାସ କରି ମୋର ୱେଟ୍ଟା ଯେତେବେଳେ ମାନେ ଗୋଟେ ଆଭରେଜ ହେଇ ଯେଉଁ ହାଇଟ୍ ହିସାବରେ ମୋ ୱେଟ୍ ମୁଁ ପାଖାପାଖି 70 to 73, 4, 5 ପର୍ଯ୍ୟନ୍ତ ମୋର ଥାଏ ସବୁବେଳେ। ଏଇଥର 79 ହେଇଯାଇଛି ତ ମୁଁ ସେଇଟାକୁ ଘଟେଇକି ପାଖାପାଖି କମ୍ କରିକି ମୁଁ 73 ରୁ 5 74 72, 3, 4 ଭିତରେ ମେଣ୍ଟେନ୍ କରିବାର ଅଛି। ତ ମୋ ଟାର୍ଗେଟ 5 ରୁ 6 କିଲୋ କମେଇବାର ଅଛି। ତ ସେଥିଲାଗି ମୁଁ ସୁଗାର ଛାଡ଼ି ଦେଇଛି ହେଲା ସୁଗାର ଛାଡ଼ିଛି ସୁଗାର ଜାତୀୟ ଯେତିକି ଖାଦ୍ୟ ତା ବି ଛାଡ଼ିଛି ଆଇସ୍କ୍ରିମ୍ ଠୁ ନେଇକି ସବୁ କିଛି। ବାକି ଦେଖାଯାଉ କେତେ ଦିନ ମୁଁ ଏଇଟା କଣ୍ଟିନ୍ୟୁ କରିପାରୁଛି। ଆଉ ଆଜିକି ହେଇଗଲାଣି 22 ଦିନ ମୁଁ ମଟନ୍ ଚିକେନ୍ ଖାଇନି 22 days କିନ୍ତୁ ଏଇଟା ମଟନ୍ ଚିକେନ୍ ସାଙ୍ଗରେ କିଛି ୱେଟ୍ର ଲେନଦେନ ନାହିଁ। ଆମେ ଯେଉଁ ଭଳିଆ ମଟନ୍ ଚିକେନ୍ ଖାଉଥିଲୁ ପ୍ରତ୍ୟେକ ସପ୍ତାହରେ 2 ଥର ସେଇଟା ଏବେ ଆମେ କମେଇ ଦେଇଛୁ 2 ଥର ନୁହଁ ପ୍ରତ୍ୟେକ ସପ୍ତାହରେ ଆମେ 3 ଥର 4 ଥର ଖାଇଯାଉଛୁ ସେଇଟା କମା ହେଇଯାଇଛି। ଏବେ ଟାର୍ଗେଟ ରଖା ହେଇଛି ସପ୍ତାହରେ 1 ଥର କିନ୍ତୁ ଆମେ ଟାର୍ଗେଟକୁ ପ୍ଲସ୍ କରିକି ଆମେ ଯାଉଛୁ 15 ଦିନରେ 1 ଥର ମଟନ୍ 15 ଦିନରେ 1 ଥର ଚିକେନ୍ ମାନେ ମାସରେ ଟୋଟାଲ 2 ଥର ଚିକେନ୍ 2 ଥର ମଟନ୍ ଟାର୍ଗେଟ ଅଛି। କିନ୍ତୁ ଏପର୍ଯ୍ୟନ୍ତ ମାସେ ହେବାକୁ ବସିଲାଣି 2 ଥର ମଟନ୍ 2 ଥର ଚିକେନ୍ ହେଇନି। ଚାଲୁ ଆମେ ଲାଷ୍ଟ ଯେଉଁ ଟୁର୍ ଯାଇ ଖାଇ ପିଇ କରିକି ଆସିଥିଲୁ ସେଇଟା ଆମର ଲାଷ୍ଟ ହେଇଥିଲା ତାପରେ ଆମେ ଚିକେନ୍ ମଟନ୍ ନେଇ ଯାଇ ଖିଆ ହେଇନି ମୋ କଥା କହୁଛି। ବାକି ଦେଖିବା କେତେ ଦୂର ଏଟା ହେଇପାରୁଛି। ଆଣ ଅଣ୍ଡା
ଆସିଲା ହଣ୍ଡେ ହଣ୍ଡା ଜଳଖିଆ ତ ବାସି ରୁଟି ହଉ ନା ତୋର ଅଛି କାହିଁକା ଅଣ୍ଡାଟା ଆଉ ଟିକେ ତାଜା ହେଇଥିଲେ ହେଇଥାନ୍ତା ତାଜା ମାନେ ମାନେ ଯେତେବେଳେ ଫାଷ୍ଟ ବାହାର କଲ ସେତିକିବେଳେ ଗରମ ଗରମ ଆଉ ଜଣେ ଆସିଲାଣି ଥଣ୍ଡା ରୁଟି ରୁଟି ବାସି ରୁଟି ଏଟାକୁ କୁହନ୍ତି ବାସି ରୁଟି ଏମିତି ବ୍ରେକଫାଷ୍ଟଟା ଦରକାର ସେଇଥିଲାଗି ମାଇଁ ଦରକାର ମାଇଁ କୋଉଦିନ ଆସିବେ କି ସେଇଥିଲାଗି ମାଇଁ କୋଉଦିନ ଆସିବ କି ହଉ ତମେ ଖାଅ କାମ ମାମ ଛାଡ଼ି ଯାଇ ଖାଇଟା ବୋଉ ବାଲି ଚଣା କରୁଛି ବାଲି ଚଣା ନା କ'ଣ ଏଗୁଡ଼ା ଗୋଡ଼ି ନଥିବ ଆମର ଛାତ ଉପରେ ହେଇଥିଲା ତୁ ଯା ଖାଇଦେ ନେ ତୋର ଫାଷ୍ଟ କଥା ଝାଡ଼ା କ୍ଲିଅର ହଉନି ସେକେଣ୍ଡ କଥା ବ୍ଲଡ଼ ନାହିଁ ହାଡ଼ୁ ବ୍ଲଡ଼କୁ ଦେଖିଲା ବେଳକୁ ଝାଡ଼ା ଇଏ ଅନାନି ଏଇ ଯେଉଁ ଡାଳିମ୍ବଟା ଖାଇଲେ ଝାଡ଼ା ଟାଇଟ୍ କରି ଯାଆନ୍ତା ନା ନାଇଁ ବୋଉର ସେ ଅବସ୍ଥା ବି ଅଛି କ'ଣ ସବୁ ପ୍ରକାର ଜିନିଷ ଅଛି ସେଉ ଖାଇବନି ଅଙ୍ଗୁରୁ ଖାଇବନି କମଳା ଖାଇବନି ରକ୍ତ ନାହିଁ ତ କେତେବେଳେ ଝାଡ଼ା ନାହିଁ ଶାଗ ରେଡ଼ି ଶାଗ ହେଇ ପୁରା ଗରମା ଗରମ ହଉ ତମ ଭିଡ଼ିଓ ହ୍ୟାଣ୍ଡ ଓଭର କରିଦେଲି ଯାହା କରିବ ତମେ କରିବ ଭିଡ଼ିଓ ଆଉ ହେଲା କ'ଣ ହେଇଛି ମୁହଁଟା ନାହିଁ ନାଇଁ ନାଇଁ ବାବା କ'ଣ ଖାଉଛ ଡାଳିମ୍ବ ଖାଉଛି ସେଉ ଖାଉଛି ଅଙ୍ଗୁର ଖାଉଛି ମିଠା ଖାଉଛି ସେଉ ଏଇଟା କି ଏଇଟା ଏଇଟା କ'ଣ ଏଟା ନାଶପତି ଏଗୁଡ଼ା ମୁଁ ଖାଇନି ଖାଇବନି ପାଟେ ପୁରେଇ ଦେଉ ସେଇଟା ମୋ ଡାଳିମ୍ବ ନେଇ ଜାଣିଛୁ ନା ତିନି ଯାଇନା ହଉ ହଉ ରେଡି ତ କ'ଣ ହେଲା ଗୋଟେ ଜିନିଷ କ'ଣ ପାଇଁ ଡାକି ଆଣିଛ ଗୋଟେ ଜିନିଷ ଦବା କ'ଣ ଜିନିଷ ଦବାକୁ ଦେଖେଇବେନି ଦେଖ ଏଇଟା ତମର ଚିଆ ସିଡ୍ସ ଏଇଟା କ'ଣ ହବ ଏଇଟା ସକାଳୁ ଗରମ ପାଣିରେ ହଁ ପକେଇକି ଲେମ୍ବୁ ଟିକେ ପକେଇ ପିଇବୁ ଓକେ ଏଇଟା ବୋଉଙ୍କ ଓହୋ ଦେଇଛି ଏଇଥିଲା କି ଦେଖୁନ ଏଇଟା କୋଉ ଖୁସିରେ ଯାଇଥିଲେ ବୋଲି ଯାଇଥିଲେ ଯୋଉ ବ୍ୟବହାର ସେଇଆକୁ ଟାଣି ଟାଣି ଆଣିକି ଆସ ଦେଖିବା ପାଇଁ ଦେଖିଆ କରିଲୁ କ'ଣଟା तेरी गुलाबी ଏଟା ବୋଉଙ୍କର ନାତୁଣୀଙ୍କର ଆଚ୍ଛା ପିକୁ ଯାଇଥିଲା ପିକୁର ବାହ ବଢିଆ ହେଇଛି ମସ୍ତ ହେଇଛି ଜିନ୍ସ ତାକୁ ହବ ନା ତାକୁ ଆଣିଛ ଏଟା ଅଛି ନା ନା ମୁଁ କହିଲି ହବ ନା ତାକୁ ଲମ୍ବାରେ ଦେଖିଆ ପିନ୍ଧିକି ଦେଖିଆ ନହେଲେ ରଖିଦେବା କଣ ବଢିବି ପେନ୍ ଟା ବଢିଆ ହେଇଛି ତାର ଗୋଟେ କାମ ହେଇଛି ଲେଡିଜଙ୍କର ଯୋଉ ଛୁଆଙ୍କର ଯୋଉ ପ୍ରଜାପତି ହେଇଛି ଭଲ ଅଛି ଛୁଆଙ୍କୁ ଜିନ୍ସ ପିନ୍ଧିଲେ ରେ ବାବା ଆଚ୍ଛା ଏଇଟା ବୋଉର ୱାଓ ବଢିଆ ସେ ପ୍ୟାକିଂ ହେଇଯାଇଛି ହାय ବୋଉ ଫେଭରାଇଟ କଲର ପୁରା ଜାଣି ଆଣିଛ ଆଉ କିଏ ଆଣିଛନ୍ତି ତମେ କହିଦେଇଥିବ ଆ
ସେଇ ତାଙ୍କ ଘରେ କି ହଁ ଘର ଲୋକ ବୋଉ ଯାଇ ଆଣିଛନ୍ତି ଦେଖିଆ ଖୋଲୁ ଶାଢ଼ୀଟା ବଢିଆ ହେଇଛି ବୋଉ ଫେଭରାଇଟ କଲର ଭଲ ସ୍ମୁଥ ତ ଅଛି କପଡ଼ାଟା ଦେଖିଆ ଟିକେ ପକେଇଦେଲ ବୋଉ ଦେହରେ ବୋଉର ଆଉ ଗୋଟେ ଶାଢ଼ୀ ହେଇଗଲା ବାହ ବାହାରି ଖାଲି ଶାଢ଼ୀ ପରେ ଶାଢ଼ୀ ଶାଢ଼ୀ ଆର ଭିତରଟା କୋଉ ଭଳିଆ ଅଛି ପୁରା ଏମିତି ଭଲ ହେଇଛି ବୋଉ ଯିବ ମାର୍କେଟ ପିନ୍ଧିକି ଆଉ ବୋଉ କାଲି ଯିବ ମାର୍କେଟ ପିନ୍ଧିକି ଆଉ ବୋହୁ ଆଉ ବୋହୁ ଦି ଜଣ ମିଶିକି ଯିବେ ଆଉ ଓ ସେଟ୍ ବେକାର ହେଇଗଲା ଶାଢ଼ୀର ଆଉ ଟିକେ ତାର ଅଧିକ ଭଲ ଲାଗୁଛି କଣ ପାଇଁ ଜାଣିଛ ନା ତାର ଯୋଉ କଲରଫୁଲ ଫୁଲ ଗୁଡା ରହିଯାଇଛି ଏଥିରେ ଏଇଟା କଣ କୁହନ୍ତି ଏଇଟାକୁ ତାର ବର୍ଡର ତମର କଲିଂ ଆସିଲାଣି ହେଲା ଆଉ କଣ ଏତେ ବଡ ବ୍ୟାଗଟା ଆଣିଛ ଦେଖିଲା ବେଳକୁ ଖାଲି ବୋଉର ମୁଁ ଭାବିଲି ଆଉ ସବୁ ମୋର ଥିବ ବୋଲି ସେଥିରେ ଅଧା କଣ ବୋଉର ଓହୋ ଆଉ ଗୋଟେ କଣ ଆଣିକି ଆଇଛ ତାହେଲେ ହଁ ହଁ ମୋ ବର୍ଥଡେରେ ମିଳିଥିଲା ମୁଁ ଏଇଟା ସବୁବେଳେ ଘରେ ପିଏ ବହୁତ ଚା ନେବି ଭେଜ କଲରଟା ତମ ପାଇଁ ମାନେ କଟନ ଶାଢ଼ୀ ଦେଖିଆ ଦେଖଲ ଏଇଟା ତମେ ଯୋଉ ଯାଇଥିଲ ଆସିଲେ ବଢିଆ ହେଇଛି ହଁ ବଡଟା ନଙ୍ଗା ହେଇଛି ତ ଆଉ ଏଇ ଭିତରେ ସବୁ ସେମ୍ ପ୍ଲେନ୍ ଭଲ ଲାଗିବ ବଢିଆ ହେଇଛି ଏଇଟା କଣ ମସ୍ତ ହେଇଛି ବଢିଆ ଲାଗୁଛି ତ ବଢିଆ ଲାଗୁଛି ଆଉ ଏଇ ଦିଟାରୁ ଏଇଟା ଭଲ ଏଇଟା ବଢିଆ ଭଲ ଲାଗୁଛି ଦିଟା ଯାକ ଭଲ ଲାଗୁଛି କିନ୍ତୁ ଏଇଟା ଦେଖିବ ଅଧିକ ମାନେ ଯୋଉ ଆଚ୍ଛା ସୂତା ହଁ ବଢିଆ ସଫ୍ଟ ଅଛି ଏଠି ଅଧିକ ସଫ୍ଟ ଏଇଟା ଧୋଇଦେଲେ ନରମ ହେଇଯିବ ବଢିଆ ହେଇଛି ଆଉ ବାସ୍ ଖତମ ଟାଟା ଖେଳ ଖତମ ମୋ ପାଇଁ କିଛି ଆଣନା ତମ ପାଇଁ ଚିଆ ସିଏ ଏଇଟା ସେଇଟା କେତେ ପାଣି କରିବି ତମ ପାଇଁ ଭଲ ଜିନିଷଟା ଆସିଛି ଆଉ କିଛି ଆଣିନି ଆଉ ଯାଇନି ଆଉ ନେଲପଲିସ୍ ଚିନ୍ତା ଆଉ ବହୁତ ଚୁଡ଼ି ହେଇଛି ହଉ ପିନ୍ଧି ଦିଅ ଆଉ ଗୋଟେ ପିନ୍ଧିଥିଲି ଏମିତି ଦିଟା ସ୍କାଏ କଲର ରଖିଦେଇଛି ଏମିତି ସ୍କାଏ କଲର ଦିଟା ଦେଇଥିଲା ଆଉ କିଛି ନା ଆଉ ଜିତିଙ୍କର ତ ମୁଁ କିଣିପାରିବିନି ନା ଏଇଟା ତମେ କିଣିକି ଆଣିବ ପଇସା ଦେଇ ଦେଇଛନ୍ତି ବାପା ଆଉ ବାପାଙ୍କର ଓକେ ଓକେ ବୋଉର ଟିକେ ସହଜ ହେଇଗଲା କିଣିଦେଲ ବୋଉ ପିକୁ ଦି ଜଣ ସହଜ ହେଲା ସେଗୁଡ଼ା କିଣି ହବ ଏଗୁଡ଼ା କିଣି ହବନି ନା ତାଙ୍କ ମାପ ଅନୁସାରେ କିଣିବାକୁ ପଡ଼ିବ ଓକେ ଡନ୍ ଆଉ ଗୋଟେ ଜିନିଷ ଆଣିଛି ରେ ଦେଖେଇ ନଥିଲି କ'ଣ ଏଇଟା ଏଇଟା ମୁଁ କିଣିଥିଲି ମୋ ମେହେନ୍ଦୀରେ ପିନ୍ଧିବାକୁ ଆଚ୍ଛା କିନ୍ତୁ ପିନ୍ଧିଲିନି ଅଲଗା ସେଟ୍ ଅର୍ଡର କରିଥିଲି ରହିଯାଇଥିଲା ଘରେ ଏଇଟା କ'ଣ ଏତେ ଛୋଟଟା ବଡ଼ଟା ନା ଛୋଟଟା ପୁରା ଛୋଟିଆଟା ଭଳିଆ ଲାଗୁଛି କେତେ ଟଙ୍କା ଦେଇ ମଗେଇଥିଲ କେତେଟା ମନେ ନାହିଁ ଏଇଟା ପକେଇଲେ ଶାଢ଼ୀ ଫାଡ଼ିରେ ବଢିଆ ଲାଗିବ ହେଲା ଏମିତି ତମକୁ ଲାଗୁଛି ରିଲ୍ସ କରିବ ସେଇଭଳିଆ କଲର ଶାଢ଼ୀ ପିନ୍ଧି ହେଲା ଇୟରିଙ୍ଗସଟା ବଢିଆ ବା ମସ୍ତ ହେଇଛି
ମେଣ୍ଟେନାଲ ପୋଲିସ ହଉ ଦେଇଛି। ଆହୁରି 2ଟା ନା 3ଟା ଦଉଥିଲା, ମୁଁ କହିଲି ଏଗୁଡ଼ା ନେଇକି ଶୁଖେଇବା ଅପେକ୍ଷା ଘରେ ଥୁଆଇଥାଏ। A few hours later. तो सांग मैंने आफ्टर सो लॉन्ग टाइम पर वीडियो को आसली माने 2 घंटा पर तो सोई पड़ी 2 घंटा से 2 घंटा भितर मान सब रोसे घास हैंड पैन सब रेडी कर देइछंती। बापा गाधौଛନ୍ତି बो गाधे रेस्ट करूची सेठी आमर जीत गाधे सारे मनोज ड्यूटी आसनी बर्तमान है खाଇବା टाइम लास्ट प्रोसेस चली से शाग जोटा गरम गरम खिया हो बाकी टाइम होगा 12:45 होगा चलो खियापिया करवा जहाँ आगू बढ़िया। नहीं क्या चल रहा है? अदा छेच रहा है। ओ सॉरी रसुण शाग भजाटा हम स्पेशल शाग भजा नेउटिया शाग भजा जल्दी कर बापा गाधिक आसिले आउ भी भोक है कहीं से सका गोटे पट रुटी खाई मु 2 पट रुटी खाई। तो सांग मैंने ये हूँ आज आम स्पेशल लंच रे अच्छी स्पेशल चाउल देसी चाउल सांगर अच्छी देसी डाली माने हरड़ डाली जोटा कि आम बारी रे हेइथिला कोठी हेइथिला आपा हम बार रे हेइथिला तो बोउ लगेइथिला बापा अमल ना बोउ भी अमल करछि सब से निजे करछि छात पर धीरे धीरे रही 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 ओके बारी हरड़ बारी पिला माने देखिथिबे हरड़ बारी भी समस्त देखिचंती। तो सांगे रे आइटम हैला कुंदूरी भजा पुटଳ भजा गोटा फाଳ पुटଳ भजा मसला देगी सांगे रे गरमा गरम शाग भजा जोटा कि गोटे बेस्ट आइटम। हाँ सांगे रे आंब सांगे रे आलू पोड़ा चुली रे। हाँ सांगे रे छोटे आइटम अच्छी तो सब भितर आम खाଇବା आरम्भ करदे ना कौन कौच बो। हाँ आ तमें कौटी बस माताश्री आ बोहुश्री कौटी बसबे से बसबे हौ आस जल्दी आस आम खाଇବା सरला कौन लगे खाऊच डाली आइटम गुड़ा सब साइड साइड रखा खाई दियो बसीगले आम पूरा परिवार आउ जनक सीट हेट रहा सेटा हूँ मनोज से जाइए ड्यूटी पर्यटन फेरिनी ड्यूटी आसला से भी खाइब बसिकी आने खाई सारी 5 मिनट चलुली आ वर्षा टे आसीगला बढ़िया लगुच पाग मस्त लगुच माने के दिन है वर्षा है नादीदेला पूरा नादिला देख के ऊपर देख कला बादल छेली देला रे। A few hours later. संध्या दिया सैला लो बाप मत कौन ठीक जर हो शुण शुण टे कथा बस बस ना नुआ शाढ़ी पिंधिक आईच बस टे कथा अरे भलसे बस बस फ्रंट कैमेराटा करे। तो सांग मैंने खियापिया करी रेस्ट करूँ एबे उठिलु आमर प्लानिंग थिला एबे आमे उठिकी गोटे डीपी इटिंग शो रे वीडियो करिया कोथिरे एक्चुअली बापा तांको घरु बड़ बापा मिसिकी गोटे भाकुर धरिक आनथिले गोटे 1.5 किलिया भाकुर तो आज जस्ट वीडियो करिया जाउछु एबे वर्षा है तो मु मोर रेडी हेकी बसिची आ ये भी अंशीदार अच्छा से वीडियो रे जेहेतु तांको घरु आई तो सी नुआ शाढ़ी पिंधि एटा बोधे आज नुआ शाढ़ीटा पिंधा है फर्स्ट टाइम। हाँ बढ़िया है बहुत सुंदर है तो देखा जाऊ वर्षाटा छाड़िले आम वीडियो आरंभ करूँ आज वीडियो ये एंड करवा इवनिंग रे खाया पीवा किसी हेनी जदि माछटा हेला ताले आज इवनिंग रे मु माछरे रिपीटिंग सो रे खाइदेवी आज आइफिओ सिंधा रे खाइ होबनी जदि हेला पीस पीस करे काट देबा ते तार खाइ देबा अधे रिपीटिंग से खाइबा नहीं चल
ସଂସ୍ଥା ଚାଲୁ। ଆଉ ବାକି ଭିଡ଼ିଓ କେମିତି ଲାଗିଛି କମେଣ୍ଟ କରି ନିଶ୍ଚିତ କହିବେ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ ଆଉ ସବସ୍କ୍ରାଇବ୍ କରିବେ। ଦେଖା ହବା ନୂଆ ଭିଡ଼ିଓ ସହିତ। ଜୟ ହିନ୍ଦ, ଜୟ ଜଗନ୍ନାଥ, ବନ୍ଦେ ମାତରମ୍, ଲଭ୍ ୟୁ ଅଲ୍।